ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା। ଆଜି ତୋ ପାଇଁ ତୋରି ପାଇଁ ଆପଣମାନେ ଆଜି ଦେଖିବାକୁ ପାଇବେ ରୁହି ଚିକି ସହିତ ଯାହା ପୂର୍ବରୁ କରିଥିଲା, ଚିକି ଏବେ ଗୋଟି ଗୋଟି କରି ରୁହିଠାରୁ ପ୍ରତିଶୋଧ ନେଉଛି। ହଁ ଦର୍ଶକ ବନ୍ଧୁ, କି ଯଶୋଦା ମାଆକୁ କହିବେ କି ମମ୍, ମୁଁ ସତ ସାମ୍ନାକୁ ଆଣିବାକୁ ଚାହୁଁଛି ମମ୍, ଆଉ ଏଥିପାଇଁ ମୋ ମମି ମୋ ସାଥିରେ ଅଛନ୍ତି ମମ୍। ତାପରେ ପୁଣି ଚିକି କହିବେ କି ଚିକି ସହିତ ରୁହି ଯାହା ବି କରିଛି ନା, ସେ ସବୁ ସତ ନିଜ ମୁହଁରେ ମାନିବା ଦରକାର ମମ୍। ତାପରେ ଯଶୋଦା କହିବେ କି ହଁ ରେ ମା, ମୋ ଆଶୀର୍ବାଦ ସବୁବେଳେ ଅଛି ତୋ ସହିତ, ତୁ ଯାହା ବି କରିବି ନା ସେ ସବୁ ଠିକ୍ ହିଁ ହେବ। ତାପରେ ଚିକି ଖୁସି ହେଇଯାଏ। ତାପରେ ଠିକ୍ ସେତେବେଳେ ଚିକି କ'ଣ କରେ ନା, ଲେଡି ପୋଲିସ ହସ୍ପିଟାଲକୁ ଫୋନ୍ କରେ। ପୋଲିସ କ'ଣ କରେ ନା, ହସ୍ପିଟାଲ ଭିତରୁ ଟିକେ ଦୂରକୁ ଚାଲି ଆସନ୍ତି ଏବଂ ତାପରେ କହିବେ କି ହଁ ମ୍ୟାଡ଼ାମ୍ କୁହନ୍ତୁ। ତାପରେ ଚିକି କହିବେ କି ସେଠି ସବୁ ଠିକ୍ ଠାକ୍ କଣ୍ଟ୍ରୋଲରେ ସବୁ ଅଛି ତ, ମୁଁ ଯାହା ଯାହା କହିଥିଲି ସେ ସବୁ ହିସାବରେ ସବୁ ଠିକ୍ ଠାକ୍ କାମ ଚାଲିଛି ତ। ତାପରେ ସେ ଲେଡିସ୍ ପୋଲିସ କହିବେ କି ୟେସ୍ ମ୍ୟାଡ଼ାମ୍, ଆପଣଙ୍କ ହିସାବରେ ହିଁ କାମ ଚାଲିଛି, ଆପଣ ଯାହା ଯାହା କହିଥିଲେ ସେଇ ହିସାବରେ କାମ ଚାଲିଛି। ତାର ଧୀରେ ଧୀରେ ପାଗଳାମି ଆରମ୍ଭ ହୋଇଯାଇଛି ମ୍ୟାଡ଼ାମ୍, ଆଉ ସେ ଏବେ ପୁରା ପାଗଳି ଟାଇପ୍ର ହେଉଛି। ଆଉ ତାପରେ ତା ନିଜ ଘର ଲୋକ ତାକୁ ପାଗଳି ବୋଲି ସମ୍ବୋଧନ କରିବେ ମ୍ୟାଡ଼ାମ୍। ତାପରେ ଚିକି କହିବେ କି ମେଣ୍ଟାଲ ଆସାଇଲମ୍। ତାପରେ ଲେଡି ପୋଲିସ ଆଶ୍ଚର୍ଯ୍ୟ ହେଇଯାଏ। ତାପରେ ପୁଣି ଚିକି କହିବେ କି ପୁରା ପରିବାର ମନି ପ୍ଲାଣ୍ଟ ହେବା ଦରକାର, ଏଥିରେ ଆପଣଙ୍କର କିଛି ବି କ୍ଷତି ହେବାକୁ ମୁଁ ଦେବିନି, କି ଆପଣଙ୍କର କୌଣସି ଏଥିରେ ଭୁଲ ନାହିଁ। ଆପଣ କେଉଁ ଭୁଲର ସାଥ ଦେଉଛନ୍ତି କି? ଆପଣ ଗୋଟେ ଅପରାଧୀକୁ ଧରିବା ପାଇଁ ଆପଣ ମୋତେ ବହୁତ ସାହାଯ୍ୟ କରୁଛନ୍ତି। ଗୋଟେ ଅପରାଧୀକୁ ଧରିବା ପାଇଁ ଆପଣ ସାହାଯ୍ୟ କରୁଛନ୍ତି, ସତ ସାମ୍ନାକୁ ଆଣିବା ପାଇଁ ଆପଣ ଚାହୁଁଛନ୍ତି ନା। ତାପରେ ସେ ପୋଲିସ କହିବେ କି ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ମ୍ୟାଡ଼ାମ୍, ଆପଣ ଟୋଟାଲ୍ ଟେନସନ୍ ନିଅନ୍ତୁନି, ଏଠି ଯାହା ହେଉଛି ସବୁ ଆମେ ସମ୍ଭାଳି ନେବୁ। ଆଉ ଯଶୋଦା ମ୍ୟାଡ଼ାମ୍ ଆମ ପାଇଁ ଯେତିକି ସାହାଯ୍ୟ କରିଛନ୍ତି ନା, କେଉଁ ନିଜ ଲୋକ ବି ଏମିତି କରିବେନି ମ୍ୟାଡ଼ାମ୍। ଆଉ ତାଙ୍କ ଋଣ ଶୁଝିବା ପାଇଁ ମୋତେ ଏହି ସୁଯୋଗ ମିଳିଛି, ତାଙ୍କ ପାଇଁ ମୁଁ କିଛି ବି କରିପାରେ ମ୍ୟାଡ଼ାମ୍। ପୁଣି ପୋଲିସ କହିବେ କି ସବୁ କିଛି ପ୍ଲାନ୍ ହିସାବରେ ହେଉଛି ମ୍ୟାଡ଼ାମ୍। ତାପରେ ଚିକି କହିବେ କି ଗୁଡ୍, ଥ୍ୟାଙ୍କ ୟୁ। ତାପରେ ଚିକି ଫୋନ୍ କାଟନ୍ତି। ଆଉ ଠିକ୍ ସେତେବେଳେ ରାଜନ ଆସନ୍ତି। ରାଜନ କହିବେ କି ମ୍ୟାଡ଼ାମ୍ ଆପଣ ଯାହା କହିଥିଲେ ସବୁ ନେଇ ଆସି। ତାପରେ ମଞ୍ଜୁ କହିବେ କି ଦିଦି ଆପଣ କେଉଁ ପ୍ଲାନ୍ କରିଛନ୍ତି କି? ଚିକି କହିବେ କି ମୁଁ ଯେଉଁ ପ୍ଲାନ୍ କରିଛି, ରୋହିତ ତା ଜାଲରେ ଫସିବ ତ ସତ, ତା ନିଜ ମୁହଁରେ ସବୁ ସତ ମାନିବାକୁ ବାଧ୍ୟ ହେବ ମଞ୍ଜୁ। ତାପରେ ଚିକି ପୁଣି କହିବେ କି ଯଦି ତା ମୁହଁରେ ସରି କହିଦେଇଥାନ୍ତା ମଞ୍ଜୁ, ତାହେଲେ ସିଏ ହୁଏତ ଅଳ୍ପକେ ବଞ୍ଚି ଯାଇଥାନ୍ତା। ହେଲେ ତାକୁ ତା ଭୁଲର ଶାସ୍ତି ତାକୁ ପାଇବାକୁ ପଡ଼ିବ ନା, ସମସ୍ତଙ୍କ ସାମ୍ନାରେ ତାକୁ ଶାସ୍ତି ମିଳିବା ଦରକାର ନା। ତାପରେ ଯଶୋଦା ମା କହିବେ କି ଆଉ ଥରେ ଭଲରେ ଚିନ୍ତା କର ଦୁର୍ଗା, ଏଥିରେ ବହୁତ ରିସ୍କ ଅଛି, ସେଠି ତା ପରିବାର ଲୋକ ସମସ୍ତେ ଥିବେ ଦୁର୍ଗା। ତାପରେ ଚିକି ସମସ୍ତେ ଆଶ୍ଚର୍ଯ୍ୟ ହେଇକି ଅନାନ୍ତି। ତାପରେ ଚିକି କହିବେ କି ମମ୍, ମୁଁ ସତ ସାମ୍ନାକୁ ଆଣିବାକୁ ଚାହୁଁଛି ମମ୍, ଏଥିପାଇଁ ମୋ ମମି ମୋ ସହିତ ଅଛନ୍ତି। ଚିକି ସହିତ ରୁହି ଯାହା ବି କରିଛି ନା, ସେ ସବୁ ସତ ତା ନିଜ ମୁହଁରେ ମାନିବା ଦରକାର ମମ୍। ତାପରେ ଯଶୋଦା କହିବେ କି ମୋ ଆଶୀର୍ବାଦ ସବୁବେଳେ ତୋ ସହିତ ଅଛି ରେ, ତୁ ଯାହା ବି କରିବୁ ନା ସବୁ ଠିକ୍ କରିବୁ। ତାପରେ ଚିକି ରାଜନକୁ କହିବେ କି ଚାଲ ରାଜନ। ସୋ ଫ୍ରେଣ୍ଡସ୍, ଚିକି କ'ଣ ରୁହିର ସତ ସାମ୍ନାକୁ ଆଣିପାରିବ, ରୁହିର ସତ ସାମ୍ନା ଆଣିବା ପାଇଁ ସଫଳ ହେବ? ଜାଣିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ମୋ ଚ୍ୟାନେଲରେ ଯୋଡ଼ି ହୋଇ ରୁହନ୍ତୁ। ଆଉ ତୋ ପାଇଁ ତୋରି ପାଇଁର ଅପଡ଼େଟ୍ ଜାଣିବା ପାଇଁ ମୋ